କ୍ଷତି ହେଇଯିବନି କି ଆମକୁ ଯଦି କିଏ କଲ୍ କରୁଛି ଆମେ ଯଦି କିଛି ସମୟ ପାଇଁ ଆମେ ଯଦି ଫୋନ ତାର ମେସେଜ ର ରିପ୍ଲାଏ ଦେଲେନି କି କୌଣସି ନୋଟିଫିକେସନ ର ସେଇଟାକୁ ଯଦି ଆମେ ଦେଖିଲେନି କଲ୍ କୁ ଟିକେ ଇଗ୍ନୋର କଲେ ସେଇଥିରେ କଣ କିଛି ଲସ୍ ହେଇଯିବ କି? କିଛି ହବନି। ଆମେ ଯଦି ପ୍ରଭୁଙ୍କୁ ସମୟ ଦଉଛୁ ତ ସବୁ କିଛି ଓକେ। ସବୁ କିଛି ଠିକ ହବ ସେଇଟା ପ୍ରଭୁ ସମ୍ଭାଳିବେ। ତ ପ୍ରାୟ ଟାଇମରେ ଆମେ ୟୁଥ ମାନେ ଜଏନ ହଉଛୁ ପୁଣି ଲେଫ୍ଟ ହଉଛୁ ଜଏନ ହଉଛୁ ପୁଣି ଲେଫ୍ଟ ହଉଛୁ। ତ ଏଇ ସମସ୍ତ ବିଷୟ ପ୍ରତି ଟିକେ ମାନେ ଯତ୍ନବାନ ହେବା ଏବଂ ଆମେ ଯଦି ବି ଜଏନ ହଉଛୁ ତାହେଲେ ଆମେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ରହିବା। ଯଦି ଆମ ପାଖରେ ଟାଇମ ନାହିଁ ତାହେଲେ ମୂଳରୁ ନ ଜଏନ ହେଲେ ହିଁ ଭଲ। ଯଦି ଆପଣ ମାନେ ପ୍ରଭୁଙ୍କୁ ହଁ ମୁଁ ସମୟ ଦେବି ଆ ମାନେ ୟୁଥ ମାନେ ଗ୍ୟାଦରିଂ ହେଇକି ଅନଲାଇନ ମାଧ୍ୟମରେ ଗ୍ୟାଦରିଂ ହେଇକି ପ୍ରଭୁଙ୍କୁ ଟିକେ ଆମେ ଧନ୍ୟବାଦ ଦେବା ପ୍ରଭୁଙ୍କୁ ପ୍ରଶଂସା କରିବା ପ୍ରଭୁଙ୍କ ବାକ୍ୟ ଶୁଣିବା ବୋଲି ଆମେ ଚାହୁଁଛୁ ତାହେଲେ ମାନେ ସମ୍ପୂର୍ଣ୍ଣ ସମୟ ଦେବା ଆବଶ୍ୟକ ଅଟେ। ତ ଯେତିକି ଜଣ ଜଏନ୍ ହେଇଛନ୍ତି ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଆଉ ଥରେ ରିସ୍ପା ଦିଦିଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଆଉ ଆସନ୍ତା ଦିନ ମାନଙ୍କରେ ମଧ୍ୟ ସେ ଆମମାନଙ୍କୁ ଯେତିକ ଝିଅ ମାନେ ଅଛନ୍ତି ସମସ୍ତଙ୍କୁ ସେ ପ୍ରଭୁଙ୍କ ବାକ୍ୟ ମାଧ୍ୟମରେ ଏନକରେଜ କରିବେ ଆଉ ଚାଲନ୍ତୁ ଆମେ କାହାର ଯଦି କିଛି ପ୍ରେୟର ରିକ୍ୱେଷ୍ଟ ଅଛି ଆ ମାନେ ସେୟାର କରିବା ଆଉ ସେଇ ସମସ୍ତ ବିଷୟ ନିମନ୍ତେ ପ୍ରାର୍ଥନା କରିକି ଆମମାନେ ଶେଷ କରିବା। ଯଦି କାହାର କିଛି ପ୍ରେୟର ରିକ୍ୱେଷ୍ଟ ଅଛି ଆପଣ ମାନେ ଅନମ୍ୟୁଟ କରିକି କୁହନ୍ତୁ। ଓକେ ଯଦି କାହାର କିଛି ପ୍ରେୟର ରିକ୍ୱେଷ୍ଟ ନାହିଁ ତାହେଲେ ପ୍ରେୟର ରିକ୍ୱେଷ୍ଟ ଆପଣ ସମସ୍ତେ ପ୍ରାର୍ଥନା ମାନେ ପ୍ରାର୍ଥନା କରିବା କେବଳ ପାଇଁ ଦେହ ଅସୁସ୍ଥ ଅଛି ତାଙ୍କ ପାଇଁ ଟିକେ ପ୍ରାର୍ଥନା କରିବା ମାନେ ଆଉ ତାପରେ ଆପଣ ମାନେ ପ୍ରାର୍ଥନା କରନ୍ତୁ ମୋ ମାଙ୍କର ମଧ୍ୟ ଦେହ ଭଲ ନାହିଁ। ଆଉ ସେ 2 ଦିନ ହେଲା ବହୁତ ଅସୁସ୍ଥରେ ଅଛନ୍ତି ଆଉ ବହୁତ ଦୁର୍ବଳ ଅନୁଭବ କରୁଛନ୍ତି। ଆଉ 2 ଦିନ ହେଲା କଣ ହେଇଛି କେଜାଣି ବାନ୍ତି ହିଁ ବାନ୍ତି କରୁଛନ୍ତି ସବୁବେଳେ ତ ମୋ ମା ପାଇଁ ମଧ୍ୟ ପ୍ରାର୍ଥନା କରନ୍ତୁ। ଚାଲନ୍ତୁ ଆମେ ସମସ୍ତେ ପ୍ରାର୍ଥନା କରିବା। ମୁଁ କାହା ନାଁ କହିବା ପାଇଁ ଚାହୁଁନି କିଏ ପ୍ରାର୍ଥନା କରୁ ବୋଲି ଆମ ୟୁଥ ମାନଙ୍କ ମଧ୍ୟରୁ କିଏ ନିଜ ଇଚ୍ଛାରେ ପ୍ରାର୍ଥନା କରିବା ପାଇଁ ଚାହୁଁଛନ୍ତି ସେ ନିଜେ ଅନମ୍ୟୁଟ କରନ୍ତୁ ଏବଂ ପ୍ରାର୍ଥନା କରନ୍ତୁ ଆଉ ତା ସହିତ ମାନେ ସମସ୍ତେ ଆଉ ତାଙ୍କ ସହିତ ମାନେ ପ୍ରାର୍ଥନାରେ ସାଙ୍ଗ ଦେବା। ଏହି ହେଲେ ଜଣେ ପ୍ରାର୍ଥନା କରନ୍ତୁ। ମୁଁ ସବୁବେଳେ ନାଁ କହିଥାଏ ଆଜି ଇଏ ପ୍ରାର୍ଥନା କରୁ ସିଏ ପ୍ରାର୍ଥନା କରୁ ବୋଲି କିନ୍ତୁ ବର୍ତ୍ତମାନ ମୁଁ ନାଁ କହିବା ପାଇଁ ଚାହୁଁନି। ଆପଣ ମାନଙ୍କ ମଧ୍ୟରୁ ନିଜକୁ ଇଚ୍ଛାରେ ଏବଂ ଯଦି ପ୍ରଭୁ ଆପଣଙ୍କୁ ହୃଦୟରେ କଥା କହୁଛନ୍ତି ତେବେ ପ୍ରାର୍ଥନା କରନ୍ତୁ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ ଆସନ୍ତୁ ଆମେ ମାନେ ପ୍ରାର୍ଥନା କରିବା। ଧନ୍ୟବାଦ ଦଉଛୁ ଅନୁଗ୍ରହକାରୀ ଆମ ମାନଙ୍କର ସ୍ଵର୍ଗୀୟ ପିତା ପ୍ରିୟ ପ୍ରଭୁ ଯୀଶୁ ବାପା। ଅନୁଗ୍ରହ କଲ ଦୟା କଲ ପିତା। ଆପଣଙ୍କର ଅନୁଗ୍ରହରେ ପ୍ରଭୁ ଆଜିର ଦିନ କ୍ଷେପଣ କରିବାରେ ପ୍ରଭୁ ଆପଣ ସାହାଯ୍ୟ କରିଅଛ ସକାଳରୁ ପ୍ରଭୁ ଯିଶୁ ବାପା ଏ ସମୟ ପର୍ଯ୍ୟନ୍ତ ସମସ୍ତ ବିଷୟରେ ଆମମାନଙ୍କୁ ସୁରକ୍ଷା ଦେଇ ସମସ୍ତ ପ୍ରକାର ପ୍ରଲୋଭନ ଠାରୁ ସମସ୍ତ ପ୍ରକାର ଦୁର୍ଘଟଣା ଠାରୁ ସମସ୍ତ ପ୍ରକାର ପ୍ରଭୁଙ୍କ ଯାହାକି ଆମ ମାନଙ୍କ ନିମନ୍ତେ କ୍ଷତିକାରକ ବିଷୟ ଅଟେ। ଏପରି ବିଷୟଟାରୁ ଆପଣ ଆମ ମାନଙ୍କୁ ସୁରକ୍ଷିତ ଦେଇ ପ୍ରଭୁ ଏ ସୁନ୍ଦର ସନ୍ଧ୍ୟା ସମୟ ଦେଲ ଯୋ ଦ୍ଵାରା କି ପ୍ରଭୁ ଆମେ ଏଇ ଜୁମ୍ କ୍ଲାସ ଦ୍ଵାରା ପ୍ରଭୁ ବା ଏଇ ଜୁମ୍ ୟୁଥ୍ ମିଟିଂ ଦ୍ଵାରା ପ୍ରଭୁ ଆମେ ସମସ୍ତେ ଏକତ୍ର ଭାବରେ ପ୍ରଭୁ ଆପଣଙ୍କର ଗୌରବ ଆରାଧନା କରି ଯାଇଛୁ ଗୀତ ମାଧ୍ୟମରେ ବାକ୍ୟ ମାଧ୍ୟମରେ ଯୋଉ ଭଉଣୀ ବାକ୍ୟ କହିଲେ ପ୍ରଭୁ
ତାଙ୍କୁ ଆପଣ ଆହୁରି ଅଧିକ ଭାବରେ ପ୍ରଭୁ ଯୀଶୁ ରାଜାକୁ ଆଶୀର୍ବାଦ କର, ଅନୁଗ୍ରହ କର ବୋଲି ବିନତି କରୁଅଛୁ। ମସ୍ତକରୁ ତଳି ପାଦ ପର୍ଯ୍ୟନ୍ତ ପ୍ରଭୁ ଅଭିଷେକ କର, ଯଦ୍ଵାରା ପ୍ରଭୁ ଯୀଶୁ ରାଜାକୁ ଆଉ ଅଧିକରୁ ଅଧିକ ପ୍ରଭୁ ଆପଣଙ୍କର ଆତ୍ମିକତ ଜୀବନରେ ଆଗକୁ ବଢିପାରି ପ୍ରଭୁ, ଆଉ ଅନ୍ୟମାନଙ୍କୁ ଏପରି ସୁନ୍ଦର ବାକ୍ୟ ଦେଇ ପ୍ରଭୁ ଆପଣଙ୍କର ସୁସମାଚାର ବାର୍ତ୍ତା ପ୍ରଭୁ ଯୀଶୁ ରାଜା କହିପାରି ପ୍ରଭୁ, ଆଉ ଅନେକଙ୍କୁ ପ୍ରଭୁ ଏନକରେଜ କରିପାରିବେ, ସେଥି ନିମନ୍ତେ ସାହାଯ୍ୟ କର ବୋଲି ବିନତି କରୁଅଛୁ। ପୁଣି ପିତା ପ୍ରାର୍ଥନା କରୁଅଛୁ ଯୋଉମାନେ ପ୍ରଭୁ ପରଦା ବାହାରେ ରହିକି ପ୍ରଭୁ ଯୀଶୁ ରାଜା ପରଦା ଭିତରେ ରହିକି ପ୍ରଭୁ ଏଇ ପ୍ରଭୁ ଯୀଶୁ ରାଜାଙ୍କ କାର୍ଯ୍ୟକ୍ରମକୁ ପରିଚାଳନା କରୁଅଛନ୍ତି, ତାଙ୍କୁ ମଧ୍ୟ ପ୍ରଭୁ ଅଧିକ ରୂପେ ଆଶୀର୍ବାଦ କର ବୋଲି ବିନତି କରୁଅଛୁ। ପୁଣି ପିତାଗ ପ୍ରଭୁ ଏ ସମୟରେ ପିତା ପରମେଶ୍ୱର ଭାଇ ସଲମାନ ଯୋଉ ସମସ୍ତ ବିଷୟରେ ପ୍ରାର୍ଥନା ଅନୁରୋଧ ଦେଇ ଅଛନ୍ତି, ଆପଣ ସେ ସମସ୍ତ ବିଷୟକୁ ଶୁଣିଅଛ, ଜାଣିଅଛ, ଏବଂ ସମସ୍ତ ବିଷୟର ପ୍ରଭୁ ଯୀଶୁ ରାଜାକୁ ପ୍ରାର୍ଥନା ଅନୁରୋଧ ଗୁଡିକୁ ଆମେ ଆପଣଙ୍କ ଚରଣରେ ସମର୍ପଣ କରୁଅଛୁ। ଆପଣ ଦୟାକର, ଅନୁଗ୍ରହ କର ସେ ସମସ୍ତ ପ୍ରାର୍ଥନା ଗୁଡିକୁ ପ୍ରଭୁ ଆପଣ ଅତି ଶୀଘ୍ର ଭାବରେ ଆମମାନଙ୍କୁ ଉତ୍ତର ଦିଅ ବୋଲି ଆମମାନେ ବିଶ୍ୱାସ କରି ଏହି ସମସ୍ତ ପ୍ରାର୍ଥନା ଗୁଡିକୁ ଆପଣଙ୍କ ଚରଣରେ ସମର୍ପଣ କରୁଅଛୁ। ପୁଣି ପିତା ପ୍ରାର୍ଥନା କରୁଅଛୁ ସେ ପ୍ରଭୁ ସଲମାନ ଭାଇଙ୍କର ମାଙ୍କ ନିମନ୍ତେ ପ୍ରଭୁ, ତାଙ୍କର ଯୋଉ ଦେହ ଅସୁସ୍ଥ ଅଛି ପିତା ଆପଣ ଦୟାକର, ଅନୁଗ୍ରହ କର ପ୍ରଭୁ, ଆପଣଙ୍କର ସ୍ୱର୍ଗୀୟ ଭଣ୍ଡାରରୁ ପ୍ରଭୁ ଯୀଶୁ ରାଜା ସେ ଆରୋଗ୍ୟକାରୀ ହସ୍ତକୁ ପ୍ରଭୁ ବିସ୍ତାର କର, ଛୁଅଁ ସମ୍ପୂର୍ଣ୍ଣ ରୂପେ ମସ୍ତକରୁ ତଳି ପାଦ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ରାଜାଙ୍କ ଆରୋଗ୍ୟ ତାର ହସ୍ତରେ ଛୁଇଁ ପ୍ରଭୁ ସୁସ୍ଥତା ପ୍ରଦାନ କର ବୋଲି ବିନତି କରୁଅଛୁ। ପ୍ରଭୁ ଗ ଏ ସମୟରେ ସମସ୍ତେ ପ୍ରଭୁ ନିଜ ନିଜ କାର୍ଯ୍ୟରେ ପ୍ରଭୁ ପୁନର୍ବାର ଲିପ୍ତ ହେଇ ପ୍ରଭୁ ଯୀଶୁ ରାଜା ଗ ଏଇ ପ୍ରଭୁ ଯୀଶୁ ରାଜା ନିଜ ନିଜର ସ୍ଥାନ କାର୍ଯ୍ୟ କରିବେ ପ୍ରଭୁ, ଆପଣ ସାହାଯ୍ୟ କର, ଅନୁଗ୍ରହ କର ସେ ସମସ୍ତ ପ୍ରକାର ଗତିବିଧିକୁ ପିତା ଆପଣଙ୍କର ସହାୟତାରେ ପ୍ରଭୁ ସାହାଯ୍ୟ କର ବୋଲି ବିନତି କରୁଅଛୁ। ପୁଣି ଏ ରାତ୍ରିକୁ ମଧ୍ୟ ଆପଣଙ୍କର ହସ୍ତରେ ଦଉଅଛୁ। ସୁନ୍ଦର ଭାବରେ ଆପଣ ଆମମାନଙ୍କୁ ସମସ୍ତଙ୍କୁ ପରିଚାଳନା କରି ଆସିଲ, ସେଥିにମତେ ଧନ୍ୟବାଦ ଦଉଛି। ଆଗକୁ ଆଗାମୀ ସମୟକୁ ମଧ୍ୟ ଆପଣଙ୍କର ହସ୍ତରେ ଦେଇ ଏ ପ୍ରାର୍ଥନା ଗୁଡିକ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗିଲି। ଆମେନ୍। ଥ୍ୟାଙ୍କ ୟୁ ସିଷ୍ଟର। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଆସନ୍ତା କାଲି ସଣ୍ଡେ, ଆପଣ ମାନେ ଯେଉଁଠି ବି ଥାନ୍ତୁ ନିଜ ନିଜର ନିକଟସ୍ଥ ମଣ୍ଡଳୀକୁ ଆପଣ ମାନେ ନିଶ୍ଚିତ ଭାବରେ ଯାଆନ୍ତୁ ଏବଂ ଚର୍ଚ୍ଚରେ ପ୍ରଭୁଙ୍କ ଉପସ୍ଥିତିରେ ଆପଣ ମାନେ ସମସ୍ତେ ଏଞ୍ଜୟ କରନ୍ତୁ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପୁଣି ଥରେ ମାନେ ସମସ୍ତେ ଦେଖାହେବା ନେକ୍ସଟ ସଟରଡେରେ। ଆଉ ତା ସହିତ ଆପଣଙ୍କର ନିଜର ସାଙ୍ଗସାଥି ମାନଙ୍କୁ ମଧ୍ୟ ଇନଭାଇଟ କରନ୍ତୁ, ଯୋଉମାନେ ଆପଣଙ୍କର ଫ୍ରେଣ୍ଡ ସର୍କଲରେ ଅଛନ୍ତି, ଯୋଉମାନେ ଜଏନ୍ ହଉନାହାନ୍ତି ପ୍ରେୟର, ସେମାନଙ୍କୁ ମଧ୍ୟ ଆପଣ ମାନେ ଏନକରେଜ କରନ୍ତୁ। ଆଉ ସେମାନଙ୍କୁ ମଧ୍ୟ ଆଣିକି ଆସନ୍ତୁ, ସୁନିତି ଯୋଉ ଖାଲି ଦ୍ଵାରା ଏମିତି ସ୍କ୍ରଲ୍ ପ୍ରଭୁ ମଧ୍ୟ କରୁଛି। ସେମାନଙ୍କ ଜୀବନରେ କାର୍ଯ୍ୟ କରିବେ ଏବଂ ସେମାନେ ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହେବେ। ତା ସହିତ ଆପଣଙ୍କୁ ମଧ୍ୟ ପ୍ରଭୁ ଆଶୀର୍ବାଦ କରିବେ। ସମସ୍ତଙ୍କୁ ପ୍ରେଜ ଦ ଲର୍ଡ। ଆଉ ଚାଲନ୍ତୁ ଏଠି ଆମେ ମିଟିଂକୁ ଏଣ୍ଡ କରିବା। ପୁଣି ଥରେ ଦେଖାହବା ଆସନ୍ତା ସପ୍ତାହରେ।